ଟ୍ରାପ୍ ଲାଇନ୍ ପ୍ରଭାବରେ ରାଜ୍ୟରେ ଝଡ଼ ବର୍ଷା ସମାନ 24 ଜିଲ୍ଲାକୁ ପାଣିପାଗ କଲା ହାଇ ଆଲର୍ଟ। ଚାଲନ୍ତୁ ସମ୍ପୂର୍ଣ୍ଣ ଖବର ପାଇଁ ନଜର ପକାଇବା। ତା ପୂର୍ବରୁ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। 24 ଘଣ୍ଟାରେ ଟ୍ରାପ୍ ଲାଇନ୍ ପ୍ରଭାବରେ ରାଜ୍ୟରେ ଝଡ଼ ବର୍ଷା ପବନ ସମାନ ଅଛି। ଆଜି ବିଜୁଳି ଘଡ଼ଘଡ଼ି ସହ ପବନ ବହିବା ନେଇ 24 ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ପ୍ରବଳ ବର୍ଷା ପାଇଁ ରାୟଗଡ଼ା, ମାଲକାନଗିରି, କୋରାପୁଟ ଏବଂ ଗଜପତକୁ ଚେତାବନୀ ଦିଆଯାଇଛି। ସେହିପରି ଆସନ୍ତାକାଲି 24 ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି। ଏହିସବୁ ଜିଲ୍ଲା ବିଜୁଳି ଘଡ଼ଘଡ଼ି ସହ ହାଲୁକା ଓ ମଧ୍ୟମ ଧରଣର ବର୍ଷା ସମୟ ରହିଛି। ଘଣ୍ଟା ପ୍ରତି 30ରୁ 40 କିଲୋମିଟର ମଧ୍ୟରେ ବେଗରେ ପବନ ବହିପାରେ। 11 ତାରିଖ ଦିନ ସମଗ୍ର ରାଜ୍ୟରେ ବର୍ଷା ହେଉଥିବାର ସୂଚନା ମିଳିଛି। 12ରୁ ବଢ଼ିବ ବର୍ଷା ପରିମାଣ ବିସ୍ତୃତି। 12-13 ତାରିଖ ବେଳକୁ ପବନ ବିପଦ ଅଧିକ ଯୋଗୁଁ ସମୁଦ୍ର ଅଶାନ୍ତ ରହିବ। ତେଣୁ ଏହି ସମୟରେ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରିଛି ପାଣିପାଗ ବିଭାଗ। ଆସନ୍ତା 12 ଅଗଷ୍ଟରେ ଏକ ଲଘୁଚାପ କ୍ଷେତ୍ର ଆସିଯାଇଛି ତଥା ଏହା ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହେବା ସମ୍ଭାବନା ଥିଲା ମଧ୍ୟ ଏବେ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ଭାରୀ ବର୍ଷା ହେବ।